ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା କାର୍, ଚାଳକ ମୃତ। ଭଞ୍ଜନଗର ବେଲଗୁଣ୍ଠା ଥାନା ଡିମିରିପଲ୍ଲୀ ନିକଟରେ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସିଲା କାର୍, ଚାଳକ ମୃତ। ଆଜି ସକାଳେ ବେଲଗୁଣ୍ଠା ପଟରୁ ଏକ ଦ୍ରୁତ ଗତିରେ କାର୍ ଆସି ନୂଆଗାଁ ବ୍ରିଜ୍ ନିକଟରେ ଦୁର୍ଘଟଣା ହୋଇ ପୋଲ୍ ତଳକୁ ଖସି ପଡ଼ିଥିଲା। ଫଳରେ କାର୍ ଚାଳକ କାର୍ ମଧ୍ୟରେ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। କାର୍ଟି ହୁଣ୍ଡାଇ i20 ଓ ଗାଡ଼ି ନମ୍ବର OD32C6868। ସୂଚନାଯୋଗ୍ୟ ଯେ ମୃତକ ଜଣକଙ୍କ ନାମ ସୁନୀଲ ମହାନ୍ତି, ଘର ଭଞ୍ଜନଗର LIC କଲୋନୀର। ସେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ, କିନ୍ତୁ କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଆଖିଲାଖି ଯାଇଥିବା ହେତୁ ଦୁର୍ଘଟଣାଟି ଘଟିଥିବା ଅନୁମାନ କରାଯାଉଛି। ଦୁର୍ଘଟଣା ସୂଚନା ପାଇ ଅଗ୍ନିଶମ କର୍ମଚାରୀ ଆସି ଚାଳକଙ୍କୁ ଉଦ୍ଧାର କରିଥିଲେ ଓ ପରେ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ଡାକ୍ତରଖାନାକୁ ପଠାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଗାଡ଼ିରେ ଅନ୍ୟ କୌଣସି ବ୍ୟକ୍ତି ବସିନଥିଲେ ଓ ବେଲଗୁଣ୍ଠା ପୁଲିସ ତଦନ୍ତ ଜାରି ରଖିଛି। ଭଞ୍ଜନଗର ପୁରୁଷୋତ୍ତମ ମହାପାତ୍ରଙ୍କ ରିପୋର୍ଟ, ଜିଲ୍ଲା ଖବର।